ଓମ୍ ଜୟ ଶ୍ରୀ ହରି ଶ୍ୟାମ ଚିତ୍ତବୋଧବା ଚିତ୍ତବିନୋଦ ପ୍ରଥମ ଭାଗ ରାଧାଙ୍କ ନାମର ଚରିତ ଏଥୁଗନ୍ତେ ପରୀକ୍ଷିତ ନୃପକୁଳମଣି ଶୋକମୁନି ପାଦ ତଳେ ନମି ପୁଣି ପୁଣି ବଇଲେ ହେ ମୁନିବର ମୋ ଭାଗବତରେ ରାଧା ବିନି କର୍ଣ୍ଣ କଥା ନ ଶୁଣେ କର୍ଣ୍ଣରେ ମନରେ ବହୁ ସଂଶୟ ଜନ୍ମିସି ମୋହର ଏବେ ସେହି କଥାକୁ ଭାଣ୍ଟି ହେଉ ଦୂର ନ ଶୁଣିଲା ଚିତ୍ତ ମୋର ଅବୋଧ ହୋଇଲା ରାଧା ନାମ ଶୁଣିବାକୁ ଉତ୍କଣ୍ଠିତ ହେଲା ମୁନି କହନ୍ତି ହେ ଆୟା ଶୁଣ ମନ ଦେଇ ରାଧା ନ ଶୁଦ୍ଧ ରାଧା ନାମ ହେଲା ଜନ୍ମୀ ମୁନି କହନ୍ତି ହେ ଆୟା ଶୁଣ ଦେଇ ମନ ଆରାଧନ ଶବ୍ଦ ରାଧା ନାମ ହେଲା ଜନ୍ମ ନିତ୍ୟର ସୁନ୍ଦରୀ ବିଷ୍ଣୁ ଅର୍ଦ୍ଧ ପ୍ରାଣ ସେହି ଠାକୁରାଣୀ ମତେ ହେଲେ ଆସି ଜନ୍ମ ଗୋପୀଙ୍କ ସହିତ ସେହି ହୋଇଲେ ମିଳିତ ଗୋପୀ ଭାବ ଆରାଧନା କଲି ସେ ସତତ ତେଣୁ ଭାଗବତେ ରାଧା ନାମ ଯେ ନ ରହି ଗୋପୀ ଭାବ ଭକ୍ତି ରସି ଗନ୍ତ ହୋଇଛଇ ଚିତ୍ତବୋଧ ଗ୍ରନ୍ଥ ଏହା କର୍ଣ୍ଣ ଯେ ଶୁଣଇ ମନ୍ଦିର ପାର କରନ୍ତି ତାଙ୍କୁ ଭାବଗ୍ରାହୀ ଅନ୍ଧକୁ ଦିଅନ୍ତୁ ଚକ୍ଷୁ ଦାନ ରାଧାକାନ୍ତ ରାଧା ନାମ ସଇ ବୋଧ ହୁଅନ୍ତି ଭକତ ବନ୍ଦୀ ହୋଇ ଯେବେ ଚିତ୍ତ ବୋଧ ଯେ ଶୁଣଇ ସଙ୍ଗେ ସଙ୍ଗେ ବନ୍ଧନରୁ ମୁକ୍ତି ଲଭଇ ଏ ଗ୍ରନ୍ଥର କଥା ଯାହା କର୍ଣ୍ଣରେ ବାଜିବ ସକଳ ପାତକତାର ଅଙ୍ଗରୁ ନାସିବ ଅଚ୍ୟୁତ ଦାସ ମୁଁ ରାଧା ନାମ ଭାବି ଭାବି ତାହାଙ୍କ ପ୍ରସନ୍ନ ଚିତ୍ତ ବୋଧ ମୁଁ କହିବି ଶ୍ରୀ ରାଧାଙ୍କ ନାମ ପ୍ରେମ ଅମୃତ ଟଇ ପାପୀ ଜନଙ୍କୁ ଏ ବିଷ୍ଣୁ ପ୍ରାୟ ଜଣା ହୋଇ ରାଧା ମନ୍ତ୍ର ଯେ ହୁ ଜପ କରେ ପ୍ରତିଦିନ କି ହବା ମନ ମଧ୍ୟରେ କରିବ ସ୍ମରଣ ତାହାର ସବୁ ଦୂରିତ ହୋଇଯାଏ କ୍ଷୟ ଅନ୍ତେ ରାଧା ଅଙ୍ଗେ ଲୀନ ହୁଅଇ ନିଶ୍ଚୟ ଆକାରରୁ ଯାଇ ନାମ ରୂପେ ପ୍ରବେଶିଲା ତେଣୁ କହି ନାମ ରାଧା ପ୍ରକାଶ ପାଇଲା ରାଧା ନାମ ମୃତପାନ କର ସୁଜ୍ଞାନର ନିଶ୍ଚୟ ଭବ ଜଳ ଧରୁ ହୋଇଯିବ ପାର ରାଧା ମନ୍ତ୍ର ଏବେ ସୁଜ୍ଞ ଶୁଣ ମନରେ ଉପଚାର ବିଧି ଏବେ କହିବା ବୁଝାଇ ଓମ୍ ଜୟ ଶ୍ରୀ ହରି ଶ୍ୟାମ।